ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବିଏସ୍ସି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ସାହିତ୍ୟ ସିନ୍ଧୁ ପୁସ୍ତକର ପ୍ରଥମ ପଦ୍ୟ ବନ୍ଦେ ଉତ୍କଳ ଜନନୀକୁ ଅନୁଧ୍ୟାନ କରିବା ଏବଂ ଆଲୋଚନା ମଧ୍ୟ କରିବା। ତୁମେ ପିଲାମାନେ ଜାଣିଥିବ ବନ୍ଦେ ଉତ୍କଳ ଜନନୀକୁ କିଏ ରଚନା କରିଛନ୍ତି? ସିଏ ଆଉ କିଏ ନୁହନ୍ତି ପିଲାମାନେ, ଆମ ସମସ୍ତଙ୍କର ଅତି ପ୍ରିୟର ଲକ୍ଷ୍ମୀକାନ୍ତ ମହାପାତ୍ର। ଇଏ ତୁମେ ଜାଣିପାରୁଥିବ ଜଗନ୍ନାଥ ମନ୍ଦିର। ଏବଂ ଏଠି ଆମେ ଦେଖୁଛୁ ଆମ ସେଇ ଅତି ପ୍ରିୟର ଓଡ଼ିଶା ମାଟି, ଯାହାକି ଜିଲ୍ଲାମାନଙ୍କର ସମୂହରେ ସୃଷ୍ଟି। ଆମର ତିନୋଟି ପାର୍ଶ୍ୱରେ ଅଛି ତିନୋଟି ରାଜ୍ୟ, ଉପରେ ଅଛି ପଶ୍ଚିମବଙ୍ଗଳା, ଝାଡ଼ଖଣ୍ଡ, ଏପଟେ ଅଛି ଛତିଶଗଡ଼ ଏବଂ ସମୁଦ୍ର କୂଳକୁ ଲାଗି ରହିଛି ଆନ୍ଧ୍ରପ୍ରଦେଶ। ଆଜିର ବିଷୟବସ୍ତୁ ବନ୍ଦେ ଉତ୍କଳ ଜନନୀ। ମୁଁ ତୁମମାନଙ୍କର ଅତି ପ୍ରିୟର ଶ୍ରୀ ରଶ୍ମିରଞ୍ଜନ ସାହୁ। ଇଏ ହେଉଛନ୍ତି ସେହି ମହାନ ବ୍ୟକ୍ତି ଯିଏକି ରଚନା କରିଛନ୍ତି ବନ୍ଦେ ଉତ୍କଳ ଜନନୀ। ଆମର ଅତି ପ୍ରିୟର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତାଙ୍କ ଜୀବନୀ ବିଷୟରେ ଟିକେ ଶୁଣିବା ଏବଂ ଅନୁଧ୍ୟାନ କରିବା ପିଲାମାନେ। ତାଙ୍କର ଜନ୍ମ ହୋଇଥିଲା 1888 ମସିହାରେ। ଆମେ କହିପାରିବା ତାଙ୍କର ଆବିର୍ଭାବ ମଧ୍ୟ ହୋଇଥିଲା ସେହି 1888 ମସିହାରେ ଏବଂ ତାଙ୍କର ତିରୋଧାନ ହୋଇଥିଲା 1953 ମସିହାରେ। ତାଙ୍କୁ ଉପାଧି ଦିଆଯାଇଥିଲା କାନ୍ତକବି ଭାବରେ। ତାଙ୍କର ଜନ୍ମମାଟି ଜନ୍ମସ୍ଥାନ ହେଉଛି ଭଦ୍ରକ ନିକଟବର୍ତ୍ତୀ ତାଳପଦା ଗ୍ରାମ ଏବଂ ତାଙ୍କ ସୁଯୋଗ୍ୟ ପିତା ଥିଲେ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତା ହେଉଛନ୍ତି ରାଧାମଣୀ ଦେବୀ। ଏବଂ ତାଙ୍କର ଯେଉଁ ଅନେକ ଗୁଡ଼ିଏ ସ୍ମରଣୀୟ କୃତି ଗୁଡ଼ିକ ଅଛି ସେଗୁଡ଼ିକ ହେଲା କଣାମାମୁଁ। କଣାମାମୁଁ ହେଉଛି ତୁମର ଗୋଟେ ଉପନ୍ୟାସ ପିଲାମାନେ। ଜୀବନ ସଙ୍ଗୀତ ହେଉଛି ସଙ୍ଗୀତ ଗୁଚ୍ଛ। ଦେହିପଦ ପଲ୍ଲବ ମୁଦାରମ୍ ଇଏ ହେଲା ଗଳ୍ପ ସଂକଳନ। ଚଟକ ଚନ୍ଦ୍ରହାସ ଚମ୍ପୁ ଇଏ ହେଲା ଲାଳିକା ଏବଂ ବୁଢ଼ା ଶଙ୍ଖାରୀ ଇଏ ହେଲା ଗୋଟେ ତାଙ୍କର ବେଶ ପରିଚିତ ଜନମାନସରେ ଏକ ଗଳ୍ପ। ଏବଂ ଆଉ ଗୋଟେ କବିତା ଅଛି, କବିତାଟିର ନାଁ ହେଲା ସବୁଥିରୁ ବଞ୍ଚିତ କରି। କ'ଣ ପିଲାମାନେ? ସବୁଥିରୁ ବଞ୍ଚିତ କରି ଇଏ ହେଲା ତାଙ୍କର ଗୋଟେ କବିତା। ଠିକ୍ ଅଛି ପିଲାମାନେ, ତାହେଲେ ଏଇଟା ତ ଆମେ ଜାଣିଗଲେ ତାଙ୍କର କବି ପରିଚୟ ବିଷୟରେ। ସିଏ ଏଇ ଯେଉଁ ବନ୍ଦେ ଉତ୍କଳ ଜନନୀକୁ ରଚନା କରି ଅନେକ ଗୁଡ଼ିଏ ସୁନାମ ଅର୍ଜନ କରିଛନ୍ତି ଏବଂ ଜନମାନସରେ ମଧ୍ୟ ବେଶ ପରିଚିତ ହୋଇପାରିଛନ୍ତି। 1937 ମସିହାରେ କେତେରେ ପିଲାମାନେ? 1937 ମସିହାରେ ସିଏ ଗୋଟେ ପତ୍ରିକାର ସମ୍ପାଦକ ଥିଲେ। ସେ ପତ୍ରିକାର ନାଁ କ'ଣ ଜାଣିଛ ପିଲାମାନେ? ପତ୍ରିକାର ନାଁ ହେଲା ଡଗର। ଠିକ୍ ଅଛି ପିଲାମାନେ। ଏବଂ 2020 ମସିହାରେ, କେତେ ମସିହାରେ? 2020 ମସିହାରେ ସେ ଏଇ ଯେଉଁ ବନ୍ଦେ ଉତ୍କଳ ଜନନୀକୁ ଓଡ଼ିଶା ସରକାରଙ୍କର ରାଜ୍ୟ ସଙ୍ଗୀତର ମାନ୍ୟତା ମଧ୍ୟ ଲାଭ କରିଛି। ଓଡ଼ିଶା ସରକାର କ'ଣ କରୁଛନ୍ତି ନା ରାଜ୍ୟ ସଙ୍ଗୀତର ମାନ୍ୟତା ମଧ୍ୟ ପ୍ରଦାନ କରିଛନ୍ତି। ଠିକ୍ ଅଛି ପିଲାମାନେ, ତାହେଲେ ଯିବା ଆମେ ପଦକୁ ଟିକେ ଆବୃତ୍ତି କରିବା। ମୁଁ ଆବୃତ୍ତି କରୁଛି, ତୁମେ ମଧ୍ୟ ଆବୃତ୍ତି କରିବ। ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ। ଚାରୁଭାଷମୟୀ ଚାରୁଭାଷମୟୀ জননী জননী জননী, বন্দে উৎকଳ জননী। দ্বিতীয় পদକୁ ଯିବା ପିଲାମାନେ। ପୂତ ପୟୋଧି ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା,
शुभ्रतटिनी कुलशिखर समीरा जननी 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 वंदे उत्कल जननी। तृतीय पद को जीवा पिला माने घन घन वन भूमि राजित अंगे नील भूधर माला साजे तरंगे कल कल मुखरित चारु विहंगे जननी 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 वंदे उत्कल जननी। ये थिला पिला माने आजिर तीनोटी पद जहाँ आम आलोचना करिबा। एठारे देखिबा कौन कौन कठिन शब्द गुड़िक अच्छी। अच्छा पिला माने वंदे उत्कल जननी यार कौन सी कठिन शब्द नहीं जापर तो समस्ते। एठारे गोटे शब्द अच्छी चारु। चारुर अर्थ कौन पिला माने ना चारुर अर्थ है कौन सुंदर। ठीक अच्छे पिला माने हासमयर अर्थ जानिथिबो भाषमयर अर्थ मध्य जानिथिबो एवं जननीर अर्थ मध्य जानिथिबो। द्वितीय पद को जीवा पूत। पूतर अर्थ कौन पिला माने ना पूतर अर्थ है पवित्र। ठीक अच्छे पिला माने एवं पयोधीर अर्थ कौन पयोधीर अर्थ है समुद्र। ठीक अच्छे पिला माने एवं विधौत तार अर्थ है कौन धोई देवा। विधौतर अर्थ है धोई देवा। ठीक अच्छे एवं नेक्स्ट देखिबा शरीर अर्थ तुम जानिथिबो। ताल एवं तमाल कहले दुईटी गछ को बुझाऊँच। एटा तालर अर्थ कौन ना ताल भी हूँ गोटे गछ एवं तमाल मध्य गोटे गछ। सुशोभितर अर्थ कौन ना सुशोभितर अर्थ है शोभा पाइबा। ठीक अच्छे पिला माने शोभा पाइबा। एवं आग को देखिबा तीरर अर्थ है कौन ना तीरर अर्थ है कूल। तीर कहले क्या बुझाए पिला माने तीरर अर्थ है सॉरी तीरर अर्थ है कूल। आग को जीवा शुभ्र तटिनी कूल। शुभ्र कहले स्वच्छ तटिनी कहले कूल। शिखर कहले जलकणा को बुझाऊँ पिला माने। शिखर अर्थ कौन ना जलकणा एवं समीर कहले आम जाचु क्या बुझाऊँ समीर अर्थ है पवन एवं पुणी से घोषा अच्छी कौन ना जननी जननी जननी। आग को देखिबा घन घन वनभूमि राजित अंगे नील भूधरमाला साजे तरंगी। घन घनर अर्थ पिला माने कौन ना घनर अर्थ है घंच। घनर अर्थ कौन पिला माने घंच। ठीक अच्छे राजित अर्थ है कौन राजितर अर्थ है शोभा। ठीक अच्छे एवं अंगे अंगर अर्थ है शरीर। अंगर अर्थ है कौन ना शरीर। आउ कौन अच्छी भूधर। भूधर अर्थ है पर्वत। तरंगर अर्थ है से ढेउ को बुझाऊँ। तरंग कहले क्या बुझाऊँ ना ढेउ को बुझाऊँ। ठीक अच्छे कल कल मुखरित अर्थ कौन कर ना शब्द सृष्टि करिबा। चारु विहंगे विहंगर अर्थ है पक्षी एवं पुणी घोषा अच्छी जननी जननी जननी। देख पिला माने आम पाखे कठिन शब्द गुड़िक अच्छी। पूतर अर्थ कौन ना पवित्र। पयोधीर अर्थ कौन समुद्र। विधौतर अर्थ कौन धोईदेवा। ताल तमाल कहले कौन बुझाए पिले ताल कहले गोटे गछ एवं तमाल मध्य गोटे गछ। तीर कहले कूल। शुभ्र तटिनी कहले स्वच्छ जल धारण करथिबा गोटे नदी। कूलर अर्थ है तट। शिखर कहले जलकणा। समीर है पवन। घन कहले घंच। राजितर अर्थ है शोभा पाए। भूधर अर्थ पर्वत। साजे कहले शोभा पाए। तरंग कहले ढेउ। कल कल मुखरित अर्थ है पक्षी मानकर कलराब जहाँकि शब्द सृष्टि करते। ये हूँ ओडिसी नृत्य जहाँकि आम ओडिशा रे बेस प्रसिद्ध। ताहले आम विषय वस्तु को आलोचना करिबा एवं कवितार सारांश को टिके बुझिबा। प्रथम पद रे कौन कहिछि ना प्रकृति को परिशोभित उत्कल जननी हस सुंदर एवं भाषा सुंदर बोली कवि संबोधन करछन्ति। तेणु से कौन करछन्ति ना बारंबार ताकू वर्णना कर चलिछन्ति ताकू वंदना करछन्ति काहाकू जे
ଉତ୍କଳ ଜନନୀଙ୍କର ହସଟା ସୁନ୍ଦର ଏବଂ ଭାଷା ମଧ୍ୟ ସୁନ୍ଦର। ଦ୍ୱିତୀୟ ପଦରେ କ'ଣ କହୁଛନ୍ତି ନା ସମୁଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କ ଶରୀରକୁ କ'ଣ କରୁଛି ନା ଧୋଇ ଦେଉଛି ଏବଂ ତାଳ ଓ ତମାଳ ବୃକ୍ଷ ଦ୍ୱାରା ସମୁଦ୍ରର ତଟଦେଶ ସୁଶୋଭିତ ହେଉଛି ଅର୍ଥାତ୍ ଶୋଭା ପାଉଛି ଏବଂ ସ୍ୱଚ୍ଛ ଜଳ ଧାରଣ କରୁଥିବା ନଦୀ ତଟରେ ଶୀତଳ ପବନ ପ୍ରବାହିତ ହେଉଛି। ଆମେ ଜାଣିଛୁ ପିଲାମାନେ, ଯେତେବେଳେ ମନଟା ଟିକେ ଦୁଃଖିତ ଥିବ, ଯଦି ଆମେ ନଦୀର କୂଳରେ ଯାଇକରି ବସି ପଡ଼ିବା ତାହେଲେ ଯେଉଁ ସେ କୁଳୁକୁଳିଆ ଶୀତଳ ପବନ ବହିବ ସେ ଆମ ମନକୁ କ'ଣ କରିବ ନା ଶାନ୍ତି ଗୋଟେ ପ୍ରଦାନ କରିବ। ଏବଂ ତୃତୀୟ ପଦରେ ସେ କ'ଣ କହୁଛନ୍ତି, ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୂଧରମାଳା ସାଜେ ତରଙ୍ଗେ। ଉତ୍କଳ ଜନନୀଙ୍କ ଶରୀରଟା କ'ଣ ହେଇଛି ନା ଘଞ୍ଚ ବନଭୂମିରେ ପରିଶୋଭିତ ହୋଇଛି ଏବଂ ନୀଳ ପର୍ବତମାଳା ତରଙ୍ଗ ଆକାରରେ ପ୍ରକାଶ ପାଇବା ଲକ୍ଷ୍ୟ କରାଯାଉଛି ଏବଂ ଉତ୍କଳ ଜନନୀଙ୍କ ଆକାଶ ସୁନ୍ଦର ପକ୍ଷୀମାନଙ୍କର କଳକଳ ରାବରେ ମୁଖରିତ ହେଉଛି। ଯେତେବେଳେ ପକ୍ଷୀମାନେ ଉପରକୁ ଉଡ଼ି ଉଡ଼ି ଯାଉଛନ୍ତି ସେ ସମୟରେ ବିଭିନ୍ନ ପ୍ରକାର ଶବ୍ଦ ଗୁଞ୍ଜରଣ କରୁଛନ୍ତି, ଯାହାଫଳରେ ଆମକୁ ଶୁଣିବାକୁ ବେଶ୍ ମନ ଲାଗିଥାଏ ଏବଂ ଆମ ମନକୁ ମଧ୍ୟ କ'ଣ କରିଥାଏ, ହରଣ କରି ନେଇଥାଏ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ ପିରିୟଡ଼ରେ ଆମେ ଦେଖିବା ଅନ୍ୟ ଯେଉଁ ପଦ ଗୁଡ଼ିକ ଅଛି। ଆଜି ପାଇଁ ଏତିକି। ଧନ୍ୟବାଦ ପିଲାମାନେ। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ। ଯଦି କିଛି ଅସୁବିଧା ହୋଇଥାଏ ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଧନ୍ୟବାଦ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।